ପୁଣି ଗୋଟା ଜଣା କଣ ଗିଳା ପଛରେ ତୁ ଶୁଣିଲା ପରେ ଭାରି ଖୁସି ଲାଗିଲା କଣ ଯାହା ହଉ ମୁଁ ଇଏ ଓଡିଆର ମୁକ୍ତି ପାଇଲି ତୁରନ୍ତ ଯାଇକି ମୋ ସ୍ତ୍ରୀ ଆଣିବି ସେ ଅପେକ୍ଷା ରହିଛି ସ୍ତ୍ରୀ ଆଣିବା ଆଗରୁ ଆଗେ ଠାକୁରଙ୍କ ଭୋଗ ରାଗ କରିଥାନ୍ତୁ ଭୋଗ ରାଗ କରିମି ମୋ ଟେନସନ କୋଉଠି ସରିଲା ଯେ ଭୋଗ ରାଗ କରିମି ଟେନସନ କୋଉଠି ସରିଲା ସେଠୁ ସିନା ପଳେଇ ଆସିଲି ବର୍ତ୍ତମାନ ମୁଁ ଚିନ୍ତା କରୁଛି ମୁଁ ତ ଚିନ୍ତା କରୁଛି କଣ ତୁ କଣ କହିବୁ କଣ କହୁନି ଆରେ ଯଦି ସେଠି ଡକ୍ଟର ମନା କଲା ଯେ ତୁ କେବେ ଜୀବନରେ ବାପ ହେଇପାରିବୁନି ହଁ ଆଉ ସିଏ ଯୋଉ ବୋହୁ ମାଙ୍କର ଯୋଉ ଦୁଇଟି ପିଲା ସିଏ କାହାର ସେଇ ତ ଟେନସନ ମୋର ଆରମ୍ଭ ଏଉଠୁ ବାସ୍ ଦେଖିଲୁ ସେଇ କଥା ତମକୁ ଅଚଞ୍ଚା କିଳା କୁଆଡେ ଗଳି ପଳେଇ ଯାଉଛି କ୍ଷେପଣାସ୍ତ୍ର ରକମ ଗଳି ପଳେଇ ତମର କଣ ସେଇ ବିଷୟରେ ଆଲୋଚନା ହଉଥିଲା କି? ନା 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 ବାଜର ଟିକେ ଟେନସନ ତାର ରହିଯାଇଛି ଅଲଗା ପ୍ରକାର ଓହୋ ଅଲଗା ପ୍ରକାର ତା ମାନେ ସତରେ ବାଜ ଟେନସନ ଏଭଳିଆ ଗୋଟେ ଜିନିଷ କେତେବେଳେ କୋଉ ବାଟ ଦେଇ କାହା ମାଧ୍ୟମ ଦେଇ କେତେବେଳେ କୋଉଠି ପଶିବ କିଛି ଜଣା ପଡିବ ଏଇ ଦେ ମୋ ଅବସ୍ଥା ଦେଖ ବର୍ତ୍ତମାନ ମୁଁ ଖସି ଯାଇଥାନ୍ତା ମରି ଯାଇଥାନ୍ତୁ ରେ ଚଣ୍ଡାଳ ଫାଶି ଫାଶି ପାଇଥାନ୍ତା ଶୁଣ ଭାଇ ସେଠି ସିନା ମୁଁ ଫାଶି ପାଇଥିଲେ ଭଲ ହେଇଥାନ୍ତା ବର୍ତ୍ତମାନ ଇଏ ଟେନସନ ଯଦି ମୁଁ ବାପା ହେଇପାରିବି ନା ତାହେଲେ ଛୁଆ ଦିଟା ତମେ ଡିଏନ୍ ଟେଷ୍ଟ କରିଦଉ ନା ମୁଁ ଭୁଲି ଯାଉଛି ଆଉ ତ ଡିଏନ କରି କିଡା ନେଲି ପୁଣି ଡିଏନ କରୁ ଆଉ କାହାର ବାହାରିବ ସେ ଯାଇ ଚଳେଇ ହେ ପ୍ରଭୁ ଇଏ ଟେନସନ କୁ ଦୂରୁ ଜୁଆର ବାପା ଦୂରୁ ଜୁଆର ପ୍ରକୃତର ଆଜି ଗୋଟେ ଶିକ୍ଷା ମିଳିଲା ଯାହା ହେଇଛି ମନକୁ ବୁଝେଇ ଦିଏ ଆଉ ଏତେ ଦିନର ସଂସାର ଆଉ ଭାଙ୍ଗେ ନା ଯାହା ହେଇଛି ନା ସେ କଥା କଣ ଭାବିଛି କି ଆଉ ମୁଁ ଚିନ୍ତା କରିଛି ୟା ପରେ ମୁଁ ଆଉ କାହାକୁ ଲିଫ୍ଟ ଦେବି ନାହିଁ ବିଶେଷ କରି ଏ ଝିଅ ଗୁରାଙ୍କୁ ଆଉ ଦେବି ନାହିଁ ନା ଆଉ ଲିଫ୍ଟ ଦେବି ନାହିଁ ବରଂ ମୋ ସିଟ ଫାଙ୍କା ଥାଉ କାହାରି କି ବସେଇବି ନାହିଁ ପୁଅ କଣ ଝିଅ କଣ ପୁଅ ଝିଅ ଗୁରା ନେଲେ ଇଏ କିଳା କୋଉଠି ବାନ୍ତି ବାନ୍ତି କରିବେ ଦୋଷ ମୋର ଥରେ ତ ଫସି ଯାଇଲେଣି ଆଉ ସେ ଟୋକା ଗୁରା ନେଲେ ସିଏ ସାଦି ଚୋର ତରତର ମାରିବେ ପଛରୁ ଧରିକି ମାରିବେ ଛୁରା ତେଣୁ କରି ମୋବାଇଲ ପଇସା ନେଇଯିବେ ଲିଫ୍ଟ ଆଉ ନାହିଁ ମୁଁ ନିଷ୍ପତ୍ତି ନେଇଛି ଭଲ ଲୋକ ନାହିଁ କଥା ମାନି ଚାଲ ଯିବା ଚାହା ଟିକେ ପିଇ ଦିଆ ଚାଲ ଆଉ ଲିଫ୍ଟ ନାହିଁ ଲିଫ୍ଟ ବନ୍ଦ